Hi friends, welcome to our YouTube channel SBM Coaching Center. Friends, ଆଜିର ଭିଡ଼ିଓରେ ଆମେ ଦେଖିବା ଆପଣମାନଙ୍କର ପରୀକ୍ଷା ଦର୍ପଣ ଯେଉଁ ମେଟ୍ରିକ୍ ଅଛି ସେହି ପରୀକ୍ଷା ଦର୍ପଣର ମଡେଲ କ୍ୱେଶ୍ଚିନ୍ ପେପର 2 ଦେଖିବା ଏବଂ ଆଜିର ବିଷୟ ହେଉଛି ଆପଣମାନଙ୍କର ଫାର୍ଷ୍ଟ ଲାଙ୍ଗୁଏଜ ଓଡ଼ିଆ। ଆଶା କରୁଛି ଆପଣମାନଙ୍କର ପାଠପଢ଼ା ଠିକ୍ ଭାବରେ ଚାଲିଥିବ ଏବଂ ଏଗୁଡ଼ିକ ଆପଣମାନେ ପ୍ରତିଦିନ ପ୍ରାକ୍ଟିସ୍ କରନ୍ତୁ, ଯାହାକି ଆପଣମାନଙ୍କ ଯେଉଁ ବୋର୍ଡ଼ ଏକ୍ଜାମରେ ହେବ ଏହି ଭିତରେ ହିଁ ଆସିବ। ସେଥିପାଇଁ ଆପଣମାନେ ଡେଲି ଏହି ପ୍ରାକ୍ଟିସ୍ ଗୁଡ଼ିକ ଧୀରେ ଧୀରେ ପ୍ରାକ୍ଟିସ୍ କରନ୍ତୁ, ଭଲ ନମ୍ବର ମଧ୍ୟ ଆପଣମାନଙ୍କର ରହିବ। ତ ଚାଲନ୍ତୁ ଦେଖିବା ଏକ ନମ୍ବର ପ୍ରଶ୍ନକୁ। ଏକ ନମ୍ବର ପ୍ରଶ୍ନ କହିଛି, ଓଡ଼ିଶା ସରକାରଙ୍କ ଦ୍ୱାରା କେଉଁ ମସିହାରେ ବନ୍ଦେ ଉତ୍କଳ ଜନନୀ ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି? ଦେଖନ୍ତୁ ଅପସନ୍ ଗୁଡ଼ିକ କହିଛି ଏ, ବି, ସି, ଡି। ଏମାନଙ୍କ ଭିତରୁ ଆପଣମାନେ ଯେଉଁ ପ୍ରଶ୍ନଟା ବା ପ୍ରଶ୍ନ ପାଇଁ ଯେଉଁ ଉତ୍ତର ଠିକ୍ ବୋଲି ଭାବୁଛନ୍ତି ତାହାକୁ ଆପଣମାନେ ଗୋଟେ ଖାତାରେ ଲେଖି ରଖନ୍ତୁ, କାହିଁକି ନା ଏଇଠି ଆମେ ବର୍ତ୍ତମାନ 50ଟା MCQ ଆଲୋଚନା କରିବା ଏବଂ ଏହି 50ଟି MCQ ମଧ୍ୟରୁ ଆପଣମାନଙ୍କର ଯେତେଟା ଠିକ୍ ହେବ ତାହା ଆପଣମାନଙ୍କର ପ୍ରକୃତ ମାର୍କ ରହିବ ବୋଲି ଆପଣମାନେ ଭାବିବେ। ତ ଦେଖନ୍ତୁ ଏଠି କହିଛି ଅପସନ୍ ଗୁଡ଼ିକ ମଧ୍ୟରୁ ଯାହା ଠିକ୍ ବୋଲି ଭାବୁଛ ସେଟାକୁ ଆପଣମାନେ ଖାତାରେ ଲେଖି ଦିଅନ୍ତୁ। ଦେଖନ୍ତୁ ଅପସନ୍ ଗୁଡ଼ିକ ମଧ୍ୟ 2018 କହିଛି, ତାପରେ କହିଛି 1937, 2020, 1953। ପ୍ରଶ୍ନ ହେଲା ବନ୍ଦେ ଉତ୍କଳ ଜନନୀ ଯେଉଁ ସଙ୍ଗୀତଟି କେବେ ରାଜ୍ୟ ସଙ୍ଗୀତର ଲାଭ ବା ମାନ୍ୟତା ପାଇଛି? ଏହାର ରାଇଟ୍ ଆନ୍ସର ହେବ ପିଲେ ଅପସନ୍ ସି 2020 ମସିହା। 2 ନମ୍ବର ଦେଖିବା, ଉତ୍କଳ ସୁରବର ଦର୍ପିତ ଗେହା। ଏଠାରେ ସୁରବର ବୋଲି କାହାକୁ କୁହାଯାଇଛି? ଅପସନ୍ ଗୁଡ଼ିକ କହିଛି ଏ କହିଛି ଶ୍ରେଷ୍ଠ ବୀରଙ୍କୁ, ବି ପଣ୍ଡିତଙ୍କୁ, ସି ଓଡ଼ିଶାବାସୀଙ୍କୁ, ଡି ଋଷିଙ୍କୁ। ତ ଋଷି ହେବନି, ଓଡ଼ିଶାବାସୀ ହେବନି, ପଣ୍ଡିତ ମଧ୍ୟ ହେବନି। ତ ରାଇଟ୍ ଆନ୍ସର ହେବ ଶ୍ରେଷ୍ଠ ବୀରଙ୍କୁ ସୁରବର ବୋଲି କୁହାଯାଇଛି। ଧ୍ୟାନେଣ ଚିନ୍ତିଲେ ପାଣ୍ଡବ ସୁନ୍ଦର। ଏଠାରେ ପାଣ୍ଡବ ସୁନ୍ଦର କିଏ? ଆପଣମାନଙ୍କର କବିତାରେ ଅଛି ପାଣ୍ଡବ ସୁନ୍ଦର ବୋଲି ଏଠି ଭୀମକୁ କୁହାଯାଇଛି। ଅପସନ୍ ଡି ବି ହେବ ରାଇଟ୍ ଆନ୍ସର। ତ 4 ନମ୍ବର ପ୍ରଶ୍ନକୁ ଯିବା। ସ୍କନ୍ଧ ପୁରାଣର ସୂଚନା ଅନୁସାରେ ନିମ୍ନୋକ୍ତ କେଉଁ ଦ୍ୱୀପଟି ନବଦ୍ୱୀପର ଅନ୍ତର୍ଭୁକ୍ତ ନୁହେଁ? ନବଦ୍ୱୀପ କେଉଁଟା ନାହିଁ ବୋଲି କହିଛି ଦେଖନ୍ତୁ, ସୌମ୍ୟଦ୍ୱୀପ ନବଦ୍ୱୀପ ହେବ ଗୋଟେ, ନାଗଦ୍ୱୀପ ମଧ୍ୟ ହେବ, ଇନ୍ଦ୍ରଦ୍ୱୀପ ହେବ, କିନ୍ତୁ ଅରୁଣଦ୍ୱୀପ ନାହିଁ। ଅପସନ୍ ବି ଗୋଟେ ହେବ ନାହିଁ, ଅରୁଣଦ୍ୱୀପ ଗୋଟେ ନବଦ୍ୱୀପରେ ଅନ୍ତର୍ଭୁକ୍ତ ନାହିଁ। ଲକ୍ଷଣ ଦୃଷ୍ଟିରୁ ଚିଲିକା କେଉଁ ପ୍ରକାର କାବ୍ୟ? ଲକ୍ଷଣ ଦୃଷ୍ଟିରୁ ଚିଲିକା ଗୋଟେ ଆମେ ଜାଣିଛନ୍ତି ଗୋଟେ ଖଣ୍ଡ କାବ୍ୟ, ନାଇଁ ପୌରାଣିକ ହେବନି, ମହାକାବ୍ୟ ହେବନି କି ସମ୍ପୂର୍ଣ୍ଣ କାବ୍ୟ ହେବନି, ଚିଲିକା ଗୋଟେ ଖଣ୍ଡ କାବ୍ୟ ହେବ। ଏଲିଲା ରଚନ୍ତି ଦେବୀ ବାଗୀଶ୍ୱରୀ। ଏହି ଶବ୍ଦରେ ବା ଏହି ପଦରେ ଉଲ୍ଲେଖ ଥିବା ବାଗୀଶ୍ୱରୀ ଶବ୍ଦଟି କିଏ? ଦେବୀ ଏଠି ବାଗୀଶ୍ୱରୀ ବୋଲି କାହାକୁ କହିଛନ୍ତି ନା ମାତା ସରସ୍ୱତୀଙ୍କୁ ବାଗୀଶ୍ୱରୀ ବୋଲି କହିଛନ୍ତି। ବାଗ୍ ଯୁକ୍ତ ଈଶ୍ୱରୀ ବାଗୀଶ୍ୱରୀ। ତାପରେ ଦେଖିବା 6 ନମ୍ବର ଗଲା, 7 ନମ୍ବର ଦେଖିବା। ନିମ୍ନଲିଖିତ କାବ୍ୟ ଗୁଡ଼ିକ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ? ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ କିଏ? ଲାବଣ୍ୟବତ ହେବନି, ଉପେନ୍ଦ୍ର ଭଞ୍ଜ ହେବ। ତାପରେ ଦେଖିବା ଉଷା ମଧ୍ୟ ହେବନି, ଚନ୍ଦ୍ରଭାଗା ମଧ୍ୟ ହେବନି, କାହିଁକି ନା ଚନ୍ଦ୍ରଭାଗା ଲେଖିଛନ୍ତି କିଏ? ରାଧାନାଥ ରାୟ। ତ ହେବ କୋଉଟା? ପଦ୍ମିନୀ। ପଦ୍ମିନୀଟା ଗଙ୍ଗାଧର ମେହେର ଲେଖିଛନ୍ତି। ତାପରେ ଦେଖିବା 8 ନମ୍ବର, ବୀର ରାମଙ୍କର ମୂର୍ତ୍ତି ସୀତାଙ୍କର ହୃଦୟରେ କିପରି ପ୍ରତିବିମ୍ବ ହୋଇଥିଲା? ଅପସନ୍ ଗୁଡ଼ିକ ହେଲା ଶିଶିର ବିନ୍ଦୁରେ ସୂର୍ଯ୍ୟଙ୍କର ପ୍ରତିବିମ୍ବ ପରି, ଅପସନ୍ ବି ହେଲା ତମସା ନଦୀରେ ସୂର୍ଯ୍ୟଙ୍କର ପ୍ରତିବିମ୍ବ ପରି, ତମସା ତରଙ୍ଗରେ ଚନ୍ଦ୍ରର ପ୍ରତିବିମ୍ବ ପରି, ଝରଣା ଜଳରେ ସୂର୍ଯ୍ୟଙ୍କ ପ୍ରତିବିମ୍ବ ପରି। ତ ପିଲାମାନେ ଏଇଠି ଆପଣମାନଙ୍କର ବି ହେବନି, ତମସା ତରଙ୍ଗରେ ଚନ୍ଦ୍ର ନାହିଁ, ଏଇଟା ମଧ୍ୟ ହେବନି, ଏଇଟା ମଧ୍ୟ ହେବନି। ତ ହେବ ଶିଶିର ବିନ୍ଦୁରେ ସୂର୍ଯ୍ୟଙ୍କର ପ୍ରତିବିମ୍ବ। ଯେତେବେଳେ କାକର ବିନ୍ଦୁରେ ସୂର୍ଯ୍ୟଙ୍କର ପ୍ରତିବିମ୍ବ ବା ସୂର୍ଯ୍ୟଙ୍କର କିରଣ ପଡ଼େ ସେତେବେଳେ ଚିକ୍ ଚିକ୍ ମୁକ୍ତା ଭଳିଆ ଦେଖାଯାଏ। ତ ସୂର୍ଯ୍ୟଙ୍କର ପ୍ରତିବିମ୍ବ ଯେମିତି ଶିଶିର ବିନ୍ଦୁରେ ପଡ଼େ ସେମିତି ରାମଙ୍କର ମୂର୍ତ୍ତିଟା ସୀତାଙ୍କର ହୃଦୟରେ ପ୍ରତିବିମ୍ବିତ ହୋଇଥାଏ। ଅପସନ୍ ଏ ହେବ ସଠିକ୍ ଉତ୍ତର। ନିମ୍ନୋକ୍ତ କାବ୍ୟମାନଙ୍କ ମଧ୍ୟରୁ କେଉଁ କାବ୍ୟଟି ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ ନୁହେଁ?
ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ କାବ୍ୟଟା କୋଉଟା ନାହିଁ ବୋଲି କହିଛି। ତ ଦେଖନ୍ତୁ ପ୍ରେମ ସୁଧାନିଧି ଏଇଟା ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି। ବୈଦେଶିକ ବିଳାସ ଆପଣମାନେ ଜାଣିଥିବେ ରସିକ ହାର ବୋଲି ଲେଖିଛନ୍ତି, କିନ୍ତୁ ରସକୋଲୋଳ ଲେଖି ନାହାନ୍ତି। ଏଇଟା ହବ ଅଲଗା, ଏଇଟା ହଉଛି ଠିକ ଉତ୍ତର। ତ ଅପସନ୍ ବି ହବ ରାଇଟ୍। ତାପରେ ଦେଖିବା ଶୁକ ସାରଣ କାହାକୁ ଦେବରିପୁ ବୋଲି ସମ୍ବୋଧନ କରିଛନ୍ତି। ଦେବରିପୁ କହିଲେ ଦେବ ଅର୍ଥ ଦେବତା, ରିପୁ ଅର୍ଥ ଶତ୍ରୁ। ଦେବତା ମାନଙ୍କ ଶତ୍ରୁ କିଏ? ବିଭୀଷଣଙ୍କୁ ତ କହିନାହାନ୍ତି, ରାମଚନ୍ଦ୍ରଙ୍କୁ ମଧ୍ୟ କହିନାହାନ୍ତି, ଅଙ୍ଗଦକୁ ମଧ୍ୟ କହିନାହାନ୍ତି। ଶୁକ ସାରଣ ରାବଣକୁ କହିଛନ୍ତି। କାଞ୍ଚି କାବେରୀ ନାଟକରେ ଲକ୍ଷ୍ମୀକାନ୍ତ ଭଦ୍ରା ଓ ଭିକାରୁଣୀ ଭୂମିକାରେ ଅଭିନୟ କରିବା ସହିତ ଆଉ କେଉଁ ରୂପରେ ନିଜର କଳା ପ୍ରଦର୍ଶନ କରି ଅନେକ ପ୍ରଶଂସା ପାଇଥିଲେ? ଦେଖନ୍ତୁ କାଞ୍ଚି କାବେରୀରେ ନାଟକରେ ଲକ୍ଷ୍ମୀ ମାନେ ଭଦ୍ରା ହେଇଛନ୍ତି, ଭିକାରୁଣୀ ହେଇଛନ୍ତି, ନର୍ତ୍ତକୀ ମଧ୍ୟ ହେଇକିରି ପ୍ରଦର୍ଶନ ମାନେ ନର୍ତ୍ତକୀ ପ୍ରଦର୍ଶନ କରିକିରି ନିଜର କଳାକୁ ସେ କ'ଣ କରିଛନ୍ତି? ପ୍ରଦର୍ଶନ କରିଛନ୍ତି ଏବଂ ଅନେକ ପ୍ରଶଂସା ମଧ୍ୟ ପାଇଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ଯେଉଁ ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀକାନ୍ତକୁ କାନ୍ତ କବି ରୂପେ ଘୋଷଣା କରାଗଲା ତାହା ମୁଖ୍ୟ ଉଦ୍ୟୋକ୍ତା କିଏ ଥିଲେ? ଏଇ ଯେଉଁ ସମ୍ବର୍ଦ୍ଧନା ସଭାର ମୁଖ୍ୟ ଉଦ୍ୟୋକ୍ତା କିଏ ଥିଲେ ଯେଉଁଠିକି ତାଙ୍କୁ କାନ୍ତ କବି ରୂପେ ଘୋଷଣା କରାଗଲା? ତ ଦେଖନ୍ତୁ ଅପସନ୍ ଗୁଡ଼ିକ ହେମଚନ୍ଦ୍ର ସରକାର, ଚିନ୍ତାମଣି ମହାନ୍ତି, ଲକ୍ଷ୍ମୀନାରାୟଣ ସାହୁ, ବିଶ୍ୱନାଥ କର। ଏମାନଙ୍କ ମଧ୍ୟ ରାଇଟ୍ ଆନ୍ସର ହବ ଲକ୍ଷ୍ମୀନାରାୟଣ ସାହୁ। ତାପରେ ଦେଖିବା 13 ନମ୍ବର ନିମ୍ନୋକ୍ତ କେଉଁଟି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ରଚିତ ଭିନ୍ନ ଭାଷାର ଏକ ପୁସ୍ତକ ଅଟେ? କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ଭିନ୍ନ ଭାଷାର ପୁସ୍ତକ ଦେଖନ୍ତୁ ଭୁବନେଶ୍ୱର ପ୍ରତ୍ନତାତ୍ତ୍ୱିକ ଅବଶେଷ, ଏଇଟା ହବ ରାଇଟ୍ ଆନ୍ସର। ସତ୍ୟ ସହିତ ତଥ୍ୟର ସମନ୍ୱୟ, ଅକାଟ୍ୟ ଯୁକ୍ତି ଓ ମନ୍ଦ୍ର ଗମ୍ଭୀର ଭାଷା କାହାର ପ୍ରବନ୍ଧ ଗୁଡ଼ିକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଥାଏ? ଏହାର ସଠିକ ଉତ୍ତର ହବ ଅପସନ୍ ଡି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ବୈଷୟିକ ଉନ୍ନତି ନିମନ୍ତେ ପ୍ରାଚୀନ ଗ୍ରୀସୀୟ ଓ ରୋମୀୟ ସଭ୍ୟତାର ଆଦର୍ଶ ଓ ଭାରତୀୟ ସଭ୍ୟତାର ଆଦର୍ଶ ଯଥାକ୍ରମେ କ'ଣ ଥିଲା? ତ ତ୍ୟାଗ ଥିଲା ଏବଂ ଭୋଗ ଥିଲା। ହେଲା, ବୁଝିପାରିଲେ? ତ ଗ୍ରୀସୀୟ ଓ ରୋମୀୟ ସଭ୍ୟତା ଆଦର୍ଶ ଥିଲା ତ୍ୟାଗ ଏବଂ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ଭୋଗ। ତାପରେ ଦେଖିବା ହିନ୍ଦୁମାନଙ୍କ ମତରେ କାହା ଯୋଗୁଁ ଭାରତୀୟ ସଭ୍ୟତା କ୍ଷୀର୍ଣ୍ଣ ହେଲେ ବୋଲି ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧରେ କୁହାଯାଇଛି? ଏହାର ସଠିକ ଉତ୍ତର ହବ ବାହ୍ୟ ହସ୍ତକ୍ଷେପ ଦ୍ୱାରା ଏଗୁଡ଼ିକ କ୍ଷୀର୍ଣ୍ଣ ହେଲା ବୋଲି କୁହାଯାଇଛି ଭାରତୀୟ ସଭ୍ୟତା। କାହା ମଧ୍ୟରେ ଲକ୍ଷ ଲକ୍ଷ ଜୀବନରେ ଆଲୋକ ଧାରା ଖେଳିବାକୁ କବି ଅନନ୍ତ ପଟ୍ଟନାୟକ ନବୀନ ଯୁଗର ତରୁଣମାନଙ୍କୁ ଆହ୍ୱାନ ଦେଇଛନ୍ତି? ତ ଏହାର ସଠିକ ଉତ୍ତର ପିଲାମାନେ ହବ କୋଉଟା ନା ବକ୍ଷ ଶୋଣିତ ରକ୍ତ ନିଗାଡ଼ି ଖେଳାଅ ଆଲୋକ ଧାରା। ତ ଏଇଟା ହବ ସି ରାଇଟ୍ ଆନ୍ସର। ତାପରେ ଦେଖିବା 18 ନମ୍ବର ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ଶତଦେଶ। ଏଠାରେ ଜାତି ଉପଜାତି କେଉଁ ଭାବ ପ୍ରକାଶ କରୁଛି? ଜାତି ଉପଜାତି, କାହିଁକି ନା ଜାତି ଉପଜାତି ଦ୍ୱାରା ବିଭେଦ ସୃଷ୍ଟି ହୋଇଥାଏ, ତ ବିଭେଦ ଭାବ ସୃଷ୍ଟି କରୁଛି ବା ପ୍ରକାଶ କରୁଛି। କାହାର ଦିବ୍ୟ ଚେତନା ଜାଗ୍ରତ କରିବା ପାଇଁ ବିଦ୍ୟୁତ ପ୍ରଭା ଦେବୀ ସର୍ବସହ ମାଟି କବିତାରେ ଆହ୍ୱାନ ଜଣାଇଛନ୍ତି? କାହାର ଦିବ୍ୟ ଚେତନା? କାହାର ନା ମଣିଷର ଦିବ୍ୟ ଚେତନା ଜାଗ୍ରତ କରିବା ପାଇଁ କବି ବିଦ୍ୟୁତ ପ୍ରଭା ଦେବୀ ସର୍ବସହ ମାଟି କବିତାରେ ଆହ୍ୱାନ ଜଣାଇଛନ୍ତି। ମା ପରି ଆଉ କିଏ ଆମର ସବୁ ଅଳି ଅରଦଳିକୁ ସହ୍ୟ କରନ୍ତି? ନା ମାଟି। ମାଟି ମା ଭଳିଆ ଆମର ସବୁ ଅଳି ଅରଦଳିକୁ ସହ୍ୟ କରିଥାନ୍ତି। ରାଜ୍ୟ ଗୁଡ଼ିକର ରାଜ୍ୟ ଭାଷା ହେବ ଆଞ୍ଚଳିକ ଭାଷା, ଏକଥା କିଏ କହିଥିଲେ? ରାଜ୍ୟ ଗୁଡ଼ିକର ରାଜ୍ୟ ଭାଷା ହେବ ଆଞ୍ଚଳିକ ଭାଷା, ଏହା କିଏ କହିଥିଲେ? ମହାତ୍ମା ଗାନ୍ଧୀ କହିଥିଲେ। ଗଣତନ୍ତ୍ରର ମୂଳମନ୍ତ୍ର କ'ଣ? ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ପିଲାମାନେ ଶିକ୍ଷା। ଶ୍ରୀ ଶରତଚନ୍ଦ୍ର ଗୁପ୍ତଙ୍କର ସନ୍ନ୍ୟାସୀ ନାମ କ'ଣ ଥିଲା? ଶରତଚନ୍ଦ୍ର ଗୁପ୍ତଙ୍କ ସନ୍ନ୍ୟାସୀ ନାମ ଥିଲା ସ୍ୱାମୀ ସଦାନନ୍ଦ। ତାପରେ 24 ନମ୍ବର ରାଜପୁତନାରେ ବିବେକାନନ୍ଦ କାହାର ଆତିଥ୍ୟ ଗ୍ରହଣ କରିଥିଲେ? ରାଜପୁତନାରେ ଆପଣମାନେ ସମସ୍ତେ ଜାଣିଥିବେ, ରାଇଟ୍ ଆନ୍ସର ହବ ଖେତରୀ ମହାରାଜାଙ୍କର ଆତିଥ୍ୟ ଗ୍ରହଣ କରିଥିଲେ। ବାମଣ୍ଡା ରାଜସଭା ଫକୀରମୋହନ ସେନାପତିଙ୍କୁ କି ସମ୍ମାନରେ ଭୂଷିତ କରିଥିଲେ? କେଉଁ ସମ୍ମାନରେ? ବାମଣ୍ଡା ରାଜସଭାରେ
ଫକୀରମୋହନ ସେନାପତିଙ୍କୁ ସରସ୍ୱତୀ ଉପାଧିରେ ଭୂଷିତ କରାଯାଇଥିଲା। ଝଙ୍କାର ପତ୍ରିକା କାହାର ଏକ ଅବଦାନ? ଝଙ୍କାର ପତ୍ରିକା ପିଲାମାନେ ହରେକୃଷ୍ଣ ମହାତାବଙ୍କର ଗୋଟେ ଅବଦାନ। ଗାଳ୍ପିକ ବସନ୍ତ କୁମାର ଶତପଥୀ କେଉଁଭଳି ଜଳୁଥିବା କାଠକୁ ପସନ୍ଦ କରୁଥିଲେ? କେଉଁଭଳି ଜଳୁଥିବା କାଠକୁ ପସନ୍ଦ କରୁଥିଲେ? ନା ଫୁରୁ ଫୁରୁ ହେଇକିରି ଜଳୁଥିବା କାଠକୁ ପସନ୍ଦ କରୁଥିଲେ। କାଠ ଚିରାଳି କେତେ ଟଙ୍କା ମଜୁରିରେ କାଠ ଚିରିବା ପାଇଁ ରାଜି ହେଲା? କାଠ ଚିରାଳି 3 ଟଙ୍କା 12 ଅଣା ମଜୁରିରେ କାଠ ଚିରିବା ପାଇଁ ରାଜି ହୋଇଥିଲା। ଅଙ୍ଗଦ କାହା ସହିତ କଳିଙ୍ଗ ରାଜପ୍ରାସାଦର ଦରବାର କକ୍ଷ ନିକଟରେ ପହଞ୍ଚିଲେ? ଅଙ୍ଗଦ ସେହି ଦୀର୍ଘଦେହୀ ଯେଉଁ ପୁରୁଷ ଥିଲେ ତାଙ୍କ ସହିତ କଳିଙ୍ଗ ରାଜପ୍ରାସାଦର ଦରବାରରେ ପହଞ୍ଚିଲେ। ଅଶୋକଙ୍କ ଶିଳାଲେଖରେ କେଉଁ ପକ୍ଷୀର ମାଂସ ରନ୍ଧା କଥା ଅଙ୍ଗଦ ପଢ଼ିଛନ୍ତି? ନା ମୟୂର ମାଂସ ରନ୍ଧା କଥା ଅଙ୍ଗଦ ପଢ଼ିଛନ୍ତି। ନଟବର ବାବୁଙ୍କର ମୁଦା ଆଖିପତା ଉପରେ ବିରାଟ ବରଗଛକୁ ଆଚ୍ଛନ୍ନ କରି ଭାସି ଆସୁଥିବା ଛବିଟି କାହାର ଥିଲା? ତାଙ୍କର ବୋଉଙ୍କର ଥିଲା। ଅପସନ୍ ବି ହେବ ସଠିକ ଉତ୍ତର। ନଟବର ବାବୁ ତାଙ୍କର ସାନ ଝିଅ ଉଦ୍ଦେଶ୍ୟରେ ନିମ୍ନୋକ୍ତ କେଉଁ ଲୋକବାଣୀଟି ପ୍ରୟୋଗ କରିଛନ୍ତି? ତାଙ୍କର ସାନ ଝିଅଙ୍କ ଉଦ୍ଦେଶ୍ୟରେ ଅପସନ୍ ଗୁଡ଼ିକ ଦେଖନ୍ତୁ। ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ, ଏଇଟା କି? ଅଣ୍ଟି ଛୁରୀ ତଣ୍ଟି କାଟେ, ଏଇଟା ହେବ କି? ଅଳସୁଆର ବାରବାଟୀ ଚାଷ, ଛୋଟ ସାପର ବିଷ ବଡ଼। ତ ଏମାନଙ୍କ ଭିତରୁ ଅପସନ୍ ଏ ହେବ ସଠିକ ଉତ୍ତର। ନିମ୍ନୋକ୍ତ କେଉଁଟି ମନୋରଞ୍ଜନ ଦାସଙ୍କର ଏକ ନାଟକ ନୁହେଁ? ମନୋରଞ୍ଜନ ଦାସଙ୍କ ନାଟକ କେଉଁଟା ହେବନି? ବନହସ୍ୟ ହେବନି, ଅରଣ୍ୟ ଫସଲ ହେବନି, ତ କାଠ ଘୋଡ଼ା ହେବନି, ମାଟି ବା ରକ୍ତ ବା ମାଟି ହେବ। ଡି ହେବ ରାଇଟ୍ ଆନ୍ସର। ପୁରବୀ ସୁବ୍ରତଙ୍କୁ ଉପହାର ଦେଇ ନୀଳକଲମଟିକୁ ପ୍ରୀତି ଘନଶ୍ୟାମ ବାବୁଙ୍କର ସ୍ତ୍ରୀଙ୍କୁ କେତେ ଟଙ୍କାରେ ବିକିଥିଲେ? ଏଟାକୁ ଯେଉଁ ନୀଳକଲମଟାକୁ 10 ଟଙ୍କାରେ ବିକ୍ରି କରିଥିଲେ। କେଉଁ ଦେବତାଙ୍କୁ ପୂଜା କରି ଶ୍ୟାମ୍ବ ଦୁରାରୋଗ୍ୟ କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ? ତ ଆପଣମାନେ ଜାଣିଥିବେ ସମସ୍ତେ ସୂର୍ଯ୍ୟଙ୍କୁ ପୂଜା କରିକିରି ଶ୍ୟାମ୍ବ ଦୁରାରୋଗ୍ୟ କୁଷ୍ଠ ବ୍ୟାଧିରୁ ମୁକ୍ତ ହୋଇଥିଲେ। ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କ'ଣ କୁହାଯାଏ? ଖଣ୍ଡବାକ୍ୟ କୁହାଯାଏ। ତାପରେ ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ। ଏଠାରେ ବିନା କି ପ୍ରକାର ପଦ? ରମେଶଙ୍କ ବିନା ଏ କାର୍ଯ୍ୟ ହୋଇପାରିବ ନାହିଁ। ରମେଶଙ୍କ ବିନା କହିଛି ନା, ଏଟା ପଦାନୟୀ ଅବ୍ୟୟ ହେବ। ଯାହା କରିବା ଉଚିତ ତାହା କର। ଏହି ବାକ୍ୟଟିକୁ ନିମ୍ନୋକ୍ତ କାହା ଦ୍ୱାରା ସଂକ୍ଷେପଣ କରାଯାଇପାରିବ? ଯାହା କରିବା ଉଚିତ ତାହା କର ମାନେ କର୍ତ୍ତବ୍ୟ କର। କର୍ତ୍ତବ୍ୟ କର କହିଲେ କୃଦନ୍ତ ପଦ ହେବ। ନିମ୍ନୋକ୍ତ କେଉଁ ଶବ୍ଦରେ ଣତ୍ୱବିଧିର ଉଲ୍ଲଂଘନ ଘଟିଛି? ଣତ୍ୱବିଧିର ଉଲ୍ଲଂଘନ କେଉଁଟା ହେବ? ଋଣ ତ ହେବନି, ଦର୍ପଣ ହେବନି, ଭାଷଣ ହେବନି, ମଶାଣି ହେବ। ରାଇଟ୍ ଆନ୍ସର। ସ୍କୁଲ ଏହା କେଉଁ ପ୍ରକାର ଶବ୍ଦ? ସ୍କୁଲ ହେଉଛି ଗୋଟେ ବୈଦେଶିକ ଇଂରାଜୀ ଶବ୍ଦ। ଇଂରାଜୀ ଶବ୍ଦ ତ ଦେଶଜ ହେବନି, ତଦ୍ଭବ ହେବନି, ତତ୍ସମ ହେବନି, ବୈଦେଶିକ ହେବ। ତ ଦେଶଜ କହିଲେ ଆପଣମାନେ ଆମ ଦେଶରେ ଯାହା ଯାହା ଶବ୍ଦ ଗୁଡ଼ିକୁ ବ୍ୟବହାର କରୁଛନ୍ତି ତ ସେଇଟା ହେବ। ବୈଦେଶିକ ମାନେ ଯାହାକି ବିଦେଶୀ ଭାଷା। ତଦ୍ଭବ କହିଲେ ତହିଁରୁ ଭବ, ଯାହା ସଂସ୍କୃତରୁ ଯେଉଁଟା ଉଦ୍ଭବ ତାକୁ ତଦ୍ଭବ କହିବା। ତତ୍ସମ କହିଲେ ଯାହା ସଂସ୍କୃତ ସହିତ ସମାନ। ତ ଏଇଟା ସ୍କୁଲ ହେଉଛି କି ଭାଷା? ସ୍କୁଲର ଗୋଟେ ଇଂରେଜୀ ଭାଷା, ତାହେଲେ ଏଇଟା ବୈଦେଶିକ ଶବ୍ଦ ହେବ। ବୈଶୀ ଏହା କେଉଁ ପ୍ରକାର ଅଶୁଦ୍ଧ ଅଟେ? ବୈଶୀତା କେଉଁ ପ୍ରକାର ଅଶୁଦ୍ଧ? ନା ଲିଙ୍ଗଗତ ଅଶୁଦ୍ଧ। କାହିଁକି ନା ବୈଶ୍ୟର ସ୍ତ୍ରୀଲିଙ୍ଗ ହେଉଛି ବୈଶୀ। ଅନୁସୂୟା ଶବ୍ଦଟି ଶୁଦ୍ଧ ରୂପ କ'ଣ ହେବ? ଏହାର ଶୁଦ୍ଧ ହେବ ଅନସୂୟା। ଅପସନ୍ ଡି ହେବ ରାଇଟ୍ ଆନ୍ସର। ସରେ ଦୀର୍ଘକାର ହେବ। ତାପରେ 43 ନମ୍ବର, ଆଖି ରଖିବା ରୂଢ଼ିଟିର ଅର୍ଥ କ'ଣ? ଆଖି ରଖିବା ତା ଅର୍ଥ ଲକ୍ଷ୍ୟ ରଖିବା। ସମୂହ କାର୍ଯ୍ୟରେ ଡ୍ୟାସ୍ ଦେବା ଠିକ୍ ନୁହେଁ। ଏହି ଶୂନ୍ୟ ସ୍ଥାନରେ କେଉଁ ରୂଢ଼ି ପ୍ରୟୋଗ କରାଯିବ? ସମୂହ କାର୍ଯ୍ୟରେ ଡ୍ୟାସ୍ ଦେବା ଠିକ୍ ନୁହେଁ। ତ କୁମ୍ଭୀର କାନ୍ଦଣା ହେବା ହେବନି, କୁହାମୁଣ୍ଡା କପିଳା ହେବନି, ଛୁଞ୍ଚି ମାଛିକା ପରୀକ୍ଷା ହେବନି, ତନ୍ନ କରି ଦେଖିବା ହେବନି, କର ଛଡ଼ା ଦାୟିତ୍ୱ ନ ନେବା ହେଲା। ସେଟା ହେବ ସଠିକ ଉତ୍ତର ବି। ଉଡ଼ିଗଲା ଚଢ଼େଇର ପର ଗଣିବା ଏହି ଲୋକବାଣୀଟିର ଅର୍ଥ କ'ଣ? ଏହି ଲୋକବାଣୀଟିର ଅର୍ଥ ହେବ ଅଧିକ ବା ଅତି ବୁଦ୍ଧିଆ।
ଲୋକମୁଖରେ କଥା ବହୁ ଦୂର ପର୍ଯ୍ୟନ୍ତ ପ୍ରସାରିତ ଯାଏ, ତାହେଲେ ଆମେ ଏଇଟା କହିବା ତୁଣ୍ଡବାଇଦ ସହସ୍ର କୋଶ। 47 ନମ୍ବର, ଯେଉଁ ଛନ୍ଦରେ ଦୁଇ ପାଦରେ ଗୋଟିଏ ପଦ ହବ, ପ୍ରତି ପାଦରେ 16ଟି ଅକ୍ଷର ଥିବ, ନବମ, ଏକାଦଶ ଏବଂ ଷୋଡ଼ଶ ଅକ୍ଷର ଉପରେ ଯତିପାତ ହବ, ତେବେ ସେଇ ଛନ୍ଦର ନାମ କ'ଣ? ସେଇ ଛନ୍ଦର ନାମ ହବ ରାମକେରି। କ'ଣ ହବ? ରାମକେରି ଛନ୍ଦ ହବ। କେଉଁ ଛନ୍ଦରେ ପ୍ରତିପାଦର ଅକ୍ଷର ସଂଖ୍ୟା ଅନିର୍ଦ୍ଦିଷ୍ଟ? ଆପଣମାନେ ଜାଣିଛନ୍ତି ଯାହାର ପ୍ରତିପାଦର ଅକ୍ଷର ସଂଖ୍ୟା ନିର୍ଦ୍ଦିଷ୍ଟ ନୁହଁ, କାହାର ଦେଖିଲେ ନା ନଟବାଣୀ ତ ନିର୍ଦ୍ଦିଷ୍ଟ ପ୍ରତିପାଦର ଅକ୍ଷର ସଂଖ୍ୟା ଅଛି ଏବଂ ଭାଗବତ ବାଣୀ ବା ଗୁଜରରେ ତ ଅଛି, ତା ସହିତ ବଙ୍ଗଳାଶୀରେ ମଧ୍ୟ ଅଛି 20 କିନ୍ତୁ ସେ କହେ ଦାଣ୍ଡି ବୃତ ବା ଛନ୍ଦ, ଦାଣ୍ଡି ବୃତ୍ତରେ ଅକ୍ଷର ସଂଖ୍ୟା ଅସମାନ ରହିଥାଏ। ଭିନ୍ନାର୍ଥ ବୋଧକ ଏକ ପ୍ରକାର ଶବ୍ଦ ଯଦି ବାରମ୍ବାର ଆବୃତ୍ତି ହେଲା ତାହେଲେ କେଉଁ ଅଳଙ୍କାର ହବ? ଦେଖନ୍ତୁ, ଅନୁପ୍ରାସ ତ ହବନି, ଶ୍ଲେଷ ମଧ୍ୟ ହବନି, ରୂପକ ହବ କି ଯମକ ହବ। କାହିଁକି ନା ଭିନ୍ନ ଅର୍ଥ ଅଲଗା ଅଲଗା ହେଉଥିବ, କିନ୍ତୁ ସେଇ ପଦଟା ବାରମ୍ବାର ଆବୃତ୍ତି ହେଲେ ସେ ଯମକ ଅଳଙ୍କାର ହବ। କେଉଁ ବାକ୍ୟରେ ଉପମାନ ଉପମେୟ ସମାନ ଧର୍ମ ବିଶିଷ୍ଟ ହୋଇଥାନ୍ତି? ଯେଉଁ ବାକ୍ୟରେ ଉପମାନ ଉପମେୟ ମଧ୍ୟରେ ସମାନ ଧର୍ମ ହୋଇଥାନ୍ତି, ସେମାନଙ୍କ ମଧ୍ୟରେ ଥିବା ସାଦୃଶ୍ୟ ସାଧାରଣ ବୋଧକ ଶବ୍ଦ ଦ୍ୱାରା ଅଭିହିତ ହୁଏ, ସେଠାରେ କି ଅଳଙ୍କାର ହବ? ସେଠାରେ ଉପମା ଅଳଙ୍କାର ହବ। ଅପସନ୍ ଏ ହବ ସଠିକ ଉତ୍ତର। ପିଲାମାନେ, ଆମେ ବର୍ତ୍ତମାନ 50ଟା କ୍ୱେଶ୍ଚିନ୍ ଆମେ ଡିସ୍କସନ୍ କଲେ। ଏହି 50ଟା କ୍ୱେଶ୍ଚିନ୍ରୁ ଆପଣମାନଙ୍କର କେତୋଟି କ୍ୱେଶ୍ଚିନ୍ ଠିକ୍ ହେଲା ତାହା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ। ରହୁଛି ପିଲାମାନେ, ପରବର୍ତ୍ତୀ ଭିଡ଼ିଓରେ ପୁଣି ଥରେ ନେକ୍ସଟ ଭିଡ଼ିଓ ଦେଖାହେବ, ନେକ୍ସଟ ପାର୍ଟ ନେଇ ଆସିବି। ସେଥିପାଇଁ ଚ୍ୟାନେଲ ସହିତ ଜଡ଼ିତ ହୋଇ ରୁହନ୍ତୁ ଏବଂ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ।